ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର 138ତମ ଶୁଭ ଜନ୍ମ ମହାମହୋତ୍ସବ ସ୍ମରଣେ ଜଳେଶ୍ୱରରେ ଜାଗୃହୀ ମହାମଙ୍ଗଳ ଯଜ୍ଞ। ଯୁଗ ପୁରୁଷୋତ୍ତମ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଅମୀୟ ବାର୍ତ୍ତା। ଗୁରୁ ଭକ୍ତିରୁ ହିଁ ମଣିଷ ମଙ୍ଗଳର ଅଧିକାରୀ ହୁଏ। ଏହି ଗୁରୁଙ୍କୁ ହିଁ ଇଷ୍ଟ କହନ୍ତି। ଇଷ୍ଟ ମାନେ ମଙ୍ଗଳ, ଅର୍ଥାତ୍ ସଦ୍ଗୁରୁଙ୍କୁ ଅନୁସରଣ କଲେ ହିଁ ମଣିଷର ମଙ୍ଗଳ ଆସେ। ପୁଣି ସେ ମହାଭାବାବସ୍ଥାରେ ପୁଣ୍ୟପୋଥି ଗ୍ରନ୍ଥ ମାଧ୍ୟମରେ କହିଛନ୍ତି, ସତ୍ସଙ୍ଗ ପ୍ରାଣର ଜିନିଷ। ଯେକୌଣସି ସମ୍ପ୍ରଦାୟ ହିଁ ହେଉନା କାହିଁକି, ସେ ଯଦି ସତ୍ ହୁଏ ତେବେ ତାକୁ ପ୍ରାଣ ଦେଇ ଭଲ ପାଇବୁ। ମର ଜଗତରେ ଯଦି କେହି ଆତ୍ମୀୟ ଥାଏ ତ ସେହିମାନେ ହିଁ। ଏତଦ୍‌ବ୍ୟତୀତ ସତ୍ସଙ୍ଗର ବ୍ୟାଖ୍ୟା କରିବାକୁ ଯାଇ ଜୀବନ ବୃଦ୍ଧିର ପରମ ଉଦ୍ଧାତା ଦୟାଳ ଠାକୁର କହିଛନ୍ତି, ଯେଉଁମାନେ ଜୀବନ ଓ ବୃଦ୍ଧିକୁ ଭଲ ପାଆନ୍ତି, ପ୍ରକୃତ ପ୍ରସ୍ତାବରେ ସେହିମାନେ ହିଁ ସତ୍ସଙ୍ଗୀ। ପ୍ରତିଟି ଜୀବସତ୍ତାର ମଙ୍ଗଳ କାରୁଣିକ ଶ୍ରୀ ଶ୍ରୀ ଠାକୁରଙ୍କର ଆଶା ଥିଲା ଓ ସେ କହିଛନ୍ତି, ଶିଷ୍ୟ ଓ ସନ୍ତାନ ବଡ଼ ଖୋକା ହିଁ ହେଉ, ମଣି ହିଁ ହେଉ ବା କାଜଲ ହିଁ ହେଉ ବା ଆପଣମାନେ ହିଁ ହୁଅନ୍ତୁ, ଆପଣମାନଙ୍କ ପ୍ରତ୍ୟେକଙ୍କ ପାଖରୁ ମୁଁ ଆଶା କରେ ଯେ ଆପଣମାନେ ନିଜ ନିଜର ଜୀବନ ଓ ଚରିତ୍ରରେ ମୋତେ ବହନ କରି ନେଇ ଚାଲିବେ ଏବଂ ଅନ୍ୟ ପାଖରେ ମଧ୍ୟ ମୋତେ ପହଞ୍ଚାଇ ଦେବେ ଅବିକୃତ ଭାବରେ। ଅବଶ୍ୟ ପ୍ରତ୍ୟେକେ ନିଜ ନିଜର ବୈଶିଷ୍ଟ୍ୟ ଅନୁଯାୟୀ। ଆଉ ମୋତେ ବହନ କରିବା ବା ପହଞ୍ଚାଇ ଦେବା ମାନେ ମୋର ମିଶନ ବା ଆଦର୍ଶ ଓ ଉଦ୍ଦେଶ୍ୟକୁ ବହନ କରିବା ଓ ପହଞ୍ଚାଇ ଦେବା। ପୁଣି ମୋର ମିଶନ ବା ଆଦର୍ଶ ଓ ଉଦ୍ଦେଶ୍ୟ ମାନେ ସମସ୍ତଙ୍କର ମିଶନ। ଜୀବନୀୟ ପ୍ରତିଟି ଯାହା କିଛିର ଇଷ୍ଟାନୁଗ ସତ୍ତା ସମ୍ବର୍ଦ୍ଧନା ହିଁ ମୋର ମିଶନ, ଆଦର୍ଶ ଓ ଉଦ୍ଦେଶ୍ୟ। ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ଠାକୁରଙ୍କର ଏହି ଅମୋଘ ଇଚ୍ଛାକୁ ବାସ୍ତବାୟିତ କରିବା ଉଦ୍ଦେଶ୍ୟରେ ପ୍ରିୟ ପରମ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଚର୍ଯ୍ୟାଶ୍ରମ, ବିବେକ ବିତାନ, ଦେଓଘର, ଝାଡ଼ଖଣ୍ଡର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାଖା କେନ୍ଦ୍ର ଜଳେଶ୍ୱର ଚର୍ଯ୍ୟାଶ୍ରମ ଆନୁକୂଲ୍ୟରେ ଆଗାମୀ 7, 8, 9 ନଭେମ୍ବର 2025 ଶୁକ୍ରବାର, ଶନିବାର, ରବିବାର 3 ଦିନ ବ୍ୟାପୀ ଜାଗୃହୀ ମହାମଙ୍ଗଳ ଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଅଛି। ସ୍ଥାନ ନନ୍ଦିକା ବାଇପାସ, ଜାତୀୟ ରାଜପଥ 16, ଜଳେଶ୍ୱର ପଶ୍ଚିମବାଡ଼ ରୋଡ଼, ଜଳେଶ୍ୱର, ବାଲେଶ୍ୱର। ଆକର୍ଷଣୀୟ ଅନୁଷ୍ଠାନ। ବିଶ୍ୱ ଶାନ୍ତି ହୋମ ଯଜ୍ଞ ଆହ୍ୱାନୀ ସହିତ ସମବେତ ପ୍ରାର୍ଥନା, ସଂକୀର୍ତ୍ତନ ସହ ନଗର ପରିକ୍ରମା, ବେଦମାଙ୍ଗଳିକ, ଭାଗବତ ପାଠ, ଶ୍ରୀମଦ୍ ଭଗବତ୍ ଗୀତା ପାଠ ତଥା ସମସ୍ତ ପୂର୍ବବର୍ତ୍ତୀ ପ୍ରେରିତଗଣଙ୍କର ଧର୍ମଗ୍ରନ୍ଥ ପାଠ ଓ ଆଲୋଚନା, ରକ୍ତଦାନ ଶିବିର, ଶ୍ରେୟ ସମ୍ବର୍ଦ୍ଧନା, ପିଲାମାନଙ୍କୁ ନେଇ ବକ୍ତୃତା, ସଙ୍ଗୀତ ଓ କୁଇଜ୍ ପ୍ରତିଯୋଗିତା, ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରା ଉପରେ ଆଧାରିତ ନାଟକ ପରିବେଷଣ, ମାତୃ ସମ୍ମିଳନୀ ଓ ସତ୍ସଙ୍ଗ ସାଧାରଣ ଅଧିବେଶନ। ଏହି ମହାମଙ୍ଗଳ ଯଜ୍ଞରେ ବହୁ ଗଣ୍ୟମାନ୍ୟ ଜ୍ଞାନୀ ଗୁଣୀ ଓ ଈଶ୍ୱରପ୍ରେମୀ ବ୍ୟକ୍ତିଙ୍କର ଉପସ୍ଥିତି ସହିତ ସେହି ପ୍ରିୟ ପରମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପୌତ୍ର ପୂଜ୍ୟପାଦ ଶ୍ରୀଯୁକ୍ତ ବିଦ୍ୟୁତ୍ ରଞ୍ଜନ ଚକ୍ରବର୍ତ୍ତୀ, ପୂଜ୍ୟପାଦ ଡକ୍ଟର ବୁଦ୍ଧଦେବ ଚକ୍ରବର୍ତ୍ତୀ, ପୂଜ୍ୟପାଦ ଶ୍ରୀଯୁକ୍ତ ବିନାୟକ ଚକ୍ରବର୍ତ୍ତୀ, ପ୍ରପୌତ୍ର ପୂଜନୀୟ ଶ୍ରୀଯୁକ୍ତ ବୌଧାୟନ ଚକ୍ରବର୍ତ୍ତୀ ଓ ପୂଜନୀୟ ବାଲାର୍କ ଚକ୍ରବର୍ତ୍ତୀ ଉପସ୍ଥିତ ରହିବାର ସହର୍ଷ ସମ୍ମତି ପ୍ରଦାନ କରିଛନ୍ତି। ଏଥିସହିତ ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଦିଲ୍ଲୀ, ମୁମ୍ବାଇ ଇତ୍ୟାଦି ବିଭିନ୍ନ ସ୍ଥାନରୁ ବହୁ ବିଶିଷ୍ଟ ସତ୍ସଙ୍ଗୀମାନେ ଉପସ୍ଥିତ ରହିବାର ସମ୍ମତି ପ୍ରଦାନ କରିଛନ୍ତି। ଏଣୁ ସବିନୟ ଅନୁରୋଧ, ହେ ଅମୃତର ସନ୍ତାନ, ଆସନ୍ତୁ ଏହି ମହନୀୟ ପୂତ ପରିମଣ୍ଡଳରେ ସପରିବାର ତଥା ସବାନ୍ଧବ ପ୍ରିୟ ପରିଜନଙ୍କ ସହିତ ସମବେତ ହୋଇ ଇଷ୍ଟୋଦ୍ଦୀପକ ଭାବଧାରାରେ ନିଜକୁ ବ୍ୟାପୃତ କରିବା ସହିତ ଇଷ୍ଟ ପ୍ରେରଣା ଉଦ୍ଦୀପ୍ତ ଅନୁଷ୍ଠାନକୁ ସରସ ସୁନ୍ଦର କରି ତୋଳିବା ପାଇଁ ଦୃଢ଼ ସଂକଳ୍ପବଦ୍ଧ ହେବା। ବନ୍ଦେ ପୁରୁଷୋତ୍ତମମ୍।
ବିନୀତ ପ୍ରିୟ ପରମ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଚର୍ଯ୍ୟାଶ୍ରମ ଜଳେଶ୍ୱର ଶାଖା କେନ୍ଦ୍ରର କର୍ମୀବୃନ୍ଦ।